ତ ସକାଳୁ ମୁଁ ଆଉ ହଜବେଣ୍ଡ ବାହାରି ପଡ଼ିଲୁ ଗୋଟେ ଜାଗାକୁ ଯିବା ପାଇଁ। ପ୍ରଥମେ ଆମେ କିଛି ମୁଡ଼କି ଖାଇଦେଲୁ, ତାପରେ ଜଳଖିଆ ପାଇଁ ମୁଁ ଉପମା ତରକାରୀ ଆଉ ସେ ପୁରୀ ବରା ଇଡଲି କାହିଁ କେତେ ରକମର ଖାଇଲେ। ତାପରେ ସିଧା ଯାଇ ଆମେ ପହଞ୍ଚିଗଲୁ FM ୟୁନିଭର୍ସିଟିରେ, କିଛି କାମ ଥିଲା। ସେଠି କିଛି ସମୟ ବସିଲୁ, ବହୁତ ଭଲ ଲାଗିଲା, ବଢ଼ିଆ ପବନ ଦେଉଥିଲା। ତାପରେ ସେଠି ମୋର ଗୋଟେ ସାଙ୍ଗ ସହ ଦେଖା ହେଲା, ପ୍ରାୟ 2 ବର୍ଷ ପରେ ଦେଖା ହେଲା, ସେଥିଲାଗି ବହୁତ ଖୁସି ଲାଗିଲା ମନକୁ। ତାପରେ ଆମେ ସିଧା କାମ ସାରି ପହଞ୍ଚିଗଲୁ ଗୋଟେ ହୋଟେଲରେ। ସେଠି ଦହି ପଖାଳ ଭେରାଇଟିଜ୍ ଖାଇବା ସହ ସ୍ପେଶାଲ ଫିସ୍ ତାୱା ଫ୍ରାଏ ଭଜା ଖାଇସାରିଲା ପରେ ଏତେ ସୁନ୍ଦର ଟେଷ୍ଟ, ତା ସହିତ ଅମଲେଟ୍ ବି ଥିଲା। ଆପଣମାନେ ତ ମୋ ମୁହଁ ଦେଖି ଜାଣିପାରୁଥିବେ କେତେ ସୁନ୍ଦର ଲାଗୁଥିଲା। ମୋ ହଜବେଣ୍ଡ କିଛି କ୍ୟାମେରା ଆଗରେ କହୁନଥିଲେ, କିନ୍ତୁ ମୋଠୁ ଟେଷ୍ଟି ତାଙ୍କୁ ଲାଗୁଥିଲା ବେଶୀ। ତାପରେ ଆମେ ସେଠୁ ଆସିସାରିଲା ପରେ ରାତିରେ ଆମର ଗୋଟେ ରିସେପସନ୍ ଥିଲା, ତ ସେଥିଲାଗି ଆମେ ସେଠିକି ବାହାରିକି ଯାଇଥିଲୁ।